ସେପ୍ଟେମ୍ବର 25, 1914। ହେ ମଧୁମୟୀ ଦିବ୍ୟ ଜନନୀ, ତୋ ସହାୟତାରେ ଅସମ୍ଭବ ବୋଲି କ'ଣ ଅଛି? ସିଦ୍ଧିର ଦିନ ସନ୍ନିକଟ। ତୁ ଆମ୍ଭମାନଙ୍କୁ ନିଃସନ୍ଦେହ କରିଛୁ ଯେ ପରମ ଇଚ୍ଛା ଶକ୍ତିର ସର୍ବାଙ୍ଗୀନ ସାର୍ଥକତା ସାଧନରେ ତୋର ସହଯୋଗ ରହିଛି। ଏକ ଦିଗରେ ଅଚିନ୍ତ୍ୟ ସତ୍ବସ୍ତୁ, ଅନ୍ୟ ଦିଗରେ ଆପେକ୍ଷିକ ପ୍ରପଞ୍ଚ। ଏହି ଉଭୟ ମଧ୍ୟରେ ତୁ ଆମ୍ଭମାନଙ୍କୁ ଉପଯୁକ୍ତ ମଧ୍ୟସ୍ଥ ରୂପେ ଗ୍ରହଣ କରିଛୁ ଏବଂ ଆମ୍ଭମାନଙ୍କ ଭିତରେ ତୋର ନିତ୍ୟ ସାନ୍ନିଧ୍ୟ ହିଁ ତୋ ସକ୍ରିୟ ସହଯୋଗର ପ୍ରମାଣ। ଭଗବାନ ସଂକଳ୍ପ କରିଛନ୍ତି, ତୁ ତାହା କାର୍ଯ୍ୟକାରୀ କର। ପୃଥିବୀ ଉପରେ ଏକ ନୂତନ ଜ୍ୟୋତି ଉଦିତ ହେବ। ଏକ ନୂତନ ଜଗତ ଜନ୍ମଗ୍ରହଣ କରିବ। ଯାହା କିଛି ପ୍ରତିଶ୍ରୁତ ତାହା ନିଶ୍ଚୟ ହିଁ ପୂର୍ଣ୍ଣ ହେବ। ମାର୍ଚ୍ଚ 29, 1956 ଦିନ ଶ୍ରୀମା ଏହାକୁ ପରିବର୍ତ୍ତନ କରି ଏପରି ଲେଖିଲେ, ଭଗବାନ ସଂକଳ୍ପ କରିଛନ୍ତି, ମୁଁ ତାହା କାର୍ଯ୍ୟକାରୀ କରୁଛି। ପୃଥିବୀ ଉପରେ ଏକ ନୂତନ ଜ୍ୟୋତି ଉଦ୍ଦିତ ହୋଇଛି। ଏକ ନୂତନ ଜଗତ ଜନ୍ମଗ୍ରହଣ କରିଛି। ଯାହା କିଛି ପ୍ରତିଶ୍ରୁତ ତାହା ପୂର୍ଣ୍ଣ ହୋଇଛି।